ବର୍ତ୍ତମାନ ଆମେ ମୋବାଇଲରେ ବିଭିନ୍ନ ଗେମ୍ ଖେଳିଥାଉ। ମୋବାଇଲରେ ଏମିତି କିଛି ଗେମ୍ ରହିଛି ଯାହା ଆପଣଙ୍କୁ କାଙ୍ଗାଳ କରିଦେବ। ଆଜିକାଲିର ଯୁବପିଢ଼ି କମ୍ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିବାର ଆଶା ରଖି ଏହି ବେଟିଂ ଆପ୍ ମାଧ୍ୟମରେ ଏହି ଗେମ୍ ଗୁଡ଼ିକ ଖେଳୁଛନ୍ତି, ଯାହାଦ୍ୱାରା ସେମାନେ ବହୁତ ଟଙ୍କା ହରାଇବାକୁ ପଡ଼ୁଛି ଓ ଶେଷରେ ସେମାନେ ଆତ୍ମହତ୍ୟାର ପନ୍ଥା ଆପଣାଉଛନ୍ତି। ଏହି ଡ୍ରିମ୍11ର ଅନର ହେଉଛନ୍ତି ହର୍ଷ ଜୈନ। ଆନନ୍ଦ ଜୈନଙ୍କର ପୁଅ ହେଉଛନ୍ତି ହର୍ଷ ଜୈନ, ଯାହାର ଜନ୍ମ ମୁମ୍ବାଇରେ ହୋଇଥିଲା ଓ ଭାରତରେ ହିଁ ହର୍ଷ ଜୈନ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ପରବର୍ତ୍ତୀ ସମୟରେ ସେ ଆମେରିକାର ଏକ ଘରୋଇ ୟୁନିଭର୍ସିଟିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ। ହର୍ଷ ଜୈନ ଦେଖିଲେ ଲୋକେ ଭାରତରେ କ୍ରିକେଟ ଅଧିକ ପ୍ରିୟ ରହିଛି, ଲୋକମାନେ ଅଧିକ ସଂଖ୍ୟାରେ କ୍ରିକେଟ ଦେଖୁଛନ୍ତି ଓ ସେହି କ୍ରିକେଟରେ ଟଙ୍କା ଲଗାଇ ଜୁଆ ଖେଳ ଖେଳୁଛନ୍ତି। ଏହାର ସୁଯୋଗ ନେଇ ହର୍ଷ ଜୈନ ଏହି ଡ୍ରିମ୍11 ଆପ୍ ବାହାର କରିଛନ୍ତି ବୋଲି କୁହାଯାଉଛି। ଏହି ଡ୍ରିମ୍11 ହେଉଛି ଏକ ଭାରତୀୟ କ୍ରିକେଟ ପ୍ଲାଟଫର୍ମ। ଏହି ଆପ୍ ମାଧ୍ୟମରେ ଆପଣ ନିଜର ଗୋଟିଏ ଟିମ୍ ବନାଇ ଏହି ଖେଳ ଖେଳିପାରିବେ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ନଭେମ୍ବର 2021ରେ ଡ୍ରିମ୍11 ମୂଲ୍ୟ $8 ବିଲିୟନ ଥିଲା। ଡ୍ରିମ୍11 2014ରେ କମ୍ପାନୀ ୱାନ୍ ନିୟୁତ ଉପଭୋକ୍ତା ପଞ୍ଜୀକୃତ କରିଥିଲେ, ଯାହା ବୃଦ୍ଧି ପାଇ 2016ରେ 2 ମିଲିୟନ ଏବଂ 2018ରେ 45 ମିଲିୟନକୁ ବୃଦ୍ଧି ପାଇଛି। ଡ୍ରିମ୍11 ଏକ ଫାଣ୍ଟାସି ଗେମ୍ ବୋଲି କମ୍ପାନୀ ଦାବି କରୁଛି, କିନ୍ତୁ ଏହି ଡ୍ରିମ୍11ର ପଛରେ ଆଉ ଏକ ସତ ଘଟଣା ରହିଛି। ଯେଉଁଥର ଅଧିକ ଗ୍ରାହକ ଏହି ଖେଳରେ ଅଂଶଗ୍ରହଣ କରେ, ସେହିଥର ଏହି ଖେଳରେ ସେହି ଗ୍ରାହକମାନେ ହାରିଯାଆନ୍ତି ଓ ଯେଉଁଥର କମ୍ ଗ୍ରାହକ ଏହି ଖେଳରେ ଯୋଗ କରନ୍ତି, ସେହିଥର କାହାକୁ ଗୋଟିଏ କମ୍ପାନୀ ଜିତାଇ ଦେଇଥାଏ ବୋଲି ଲୋକମାନେ ଦାବି କରନ୍ତି। ଲୋକମାନେ 49 ଟଙ୍କା ଭାବି ଏହି ଖେଳ ଖେଳନ୍ତି, କିନ୍ତୁ ବହୁତ ଟଙ୍କା ହରାଇଥାନ୍ତି ଓ ଶେଷରେ କିଛି ଉପାୟ ନ ପାଇ ଆତ୍ମହତ୍ୟା ପନ୍ଥା ଆପଣେଇଥାନ୍ତି। ଏହି ଆପ୍ ମାଧ୍ୟମରେ ଆପଣଙ୍କୁ ପ୍ରଥମେ ଲୋଭ ଦେଖାଇବା ପାଇଁ କିଛି ଛୋଟ ଏମାଉଣ୍ଟ ଆପଣଙ୍କୁ ଦେଇ ଜିତାଇ ଦେଇଥାନ୍ତି। ତାପରେ ଅଧିକ ଟଙ୍କା ପାଇବା ଆଶାରେ ଆମେ ବଡ଼ ଏମାଉଣ୍ଟ ଲଗାଇ ଦେଇଥାଉ। ତାପରେ ଆମେ ହାରି ଯାଇଥାଉ ଓ ସେହି ଟଙ୍କା ଫେରି ପାଇବା ଆଶାରେ ଆମେ ଏହି ଖେଳ ଖେଳିଥାନ୍ତି ଓ ବହୁତ ଟଙ୍କା ହରାଇଥାନ୍ତି। ଆପଣମାନଙ୍କୁ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଆଗକୁ ଆସୁଥିବା ସବୁ ନୂଆ ଭିଡ଼ିଓ ଦେଖିବା ପାଇଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ସାଙ୍ଗରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ। ମୁଁ ଯେତେବେଳେ ନୂଆ ଭିଡ଼ିଓକୁ ଅପଲୋଡ଼ କରିବି, ସର୍ବପ୍ରଥମେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ରହିଲି, ନମସ୍କାର।